त्वं विश्वस्य परमं बीजं त्वं सत्ताधारक प्रपन्नं स्वयंभू जुगोद्धारकल्पान्तरे स्वरूपं प्रकटितत्वं पुरुषोत्तमं वन्दे। हे पुरुषोत्तम, जुग उद्धार पाई कल्पांतरे प्रकटित हुई आपण स्वयंभू निजे प्रत्यावतरण करछंती। आपण श्रीपाद पद्मतले कोटि कोटि प्रणाम। नमस्ते श्री महालक्ष्मी सूरदेव पूजिते प्रज्ञा विद्या प्रदायिनी ऐश्वर्येश्वरी तं नमे। हे प्रज्ञा विद्या प्रदायक ऐश्वर्येश्वरी माँ लक्ष्मी, आपणकर श्रीपाद पद्मतले कोटि कोटि प्रणाम। जुगोद्धार कल्पे नित्यं मुक्तबंधो पुरुषोत्तम आत्मजम् अमरेन्द्र ब्रह्म ज्योति आचार्याचार्यं तं मे नमः। हे आद्य आचार्य जुग पुरुषोत्तमकर ज्येष्ठात्मज आपणकर श्रीपाद पद्मतले कोटि कोटि प्रणाम। विवेक ऐश्वर्यं भक्ति ज्ञान विभान्वितं मानवोद्धार लीलार्थी आचार्येन्द्रो प्रणमाम्यहं। मानव उद्धार पाई आचार्य परंपरा को धरी रखी तार बाहक रूप विवेक ज्ञान दानर इष्टांजनर मूल शक्ति रूप आपण श्रीपाद पद्मतले कोटि कोटि प्रणाम। आज मातृचिंतन। मातृचिंतन रे मानवीय लीला रे समस्त मानवीय सत्ता धरी से आसंती। से दिन मनुष्यर आसुरी शक्ति की ध्वंस करने निजे जेतेबेले पुरुषोत्तम समर्थ तार प्रकट लीला जोगमाया को प्रार्थना करते। चंडिका गोटे अपूर्व स्तुति आम देखा पाऊ। से देवी प्रपन्नाति हरि प्रसीदं प्रसीद मातो जगतोऽखिलस्यो प्रसीद विश्वेश्वरी पाहि विश्वं त्वमीश्वरी देवी चराचरस्य। हे देवी परमा प्रकृति, तुम्हें तुम पुरुषोत्तमकर लीला को परिपूर्ण रूप देवाई तुम लावण्य मंडित तनुधरी धरारे अवतरण करिछ। तुमको कोटि कोटि प्रणाम माँ। तांकर कैशोर स्मृति कथा थी। स्मृति भितर जो चेतनार बोध रही मनुष्यता को केते बुझे। स्वयंभू पुरुषोत्तम मानवीय लीला रे तांकर प्रकटीकरण कैशोर बयस पाबना इन्स्टिट्यूट पाठ पढ़ुंट सांगसाथी स्नेह वत्सल सी ठीक जमी द्वापर गोपबाल को नहीं कृष्ण समस्त को आकर्षण कर रखी। ठीक से आकर्षक शक्ति होती परम पुरुष किशोर बालक अनुकूल चंद्र। स्कूल फेरला बेले बाटरे पड़े पाबना सहर चौधुरी घर पाखे पिजुड़ी गछ अनति दूर रे जामुर
ଉଦ୍ଦାମ କୈଶୋରର ଛନ୍ଦରେ ବାଲ୍ୟ ଚବଳର ସାରଲ୍ୟର ମାଧୁରୀତାରେ ଜୀବନର ଉଦ୍ଦାମ ସ୍ରୋତକୁ ପ୍ରତିଟି ପ୍ରାଣ ଭିତରେ ପ୍ରବାହିତ କରିବା ତ ତାଙ୍କର ଲୀଳାର ଅନ୍ତ ପ୍ରାଣ ସ୍ୱର। ପିଜୁଳି ଗଛ ଉପରେ ଚଢ଼ିଛନ୍ତି। ସେଇ ସ୍କୁଲରେ ଆଉ ଗୋଟିଏ ଝିଅ ପାଠ ପଢ଼େ। ସେ ରାମଗୋପାଳଙ୍କର କନ୍ୟା। ତାର କୋମଳ ଶରୀର ଭିତରେ ଦୈବତ୍ୱର ପ୍ରକାଶନା ଧରାଯାଇଥାଏ। ଲଳିତ ଗମ୍ଭୀର ପ୍ରୀତି ସମୁଜ୍ଜଳ ଏବଂ ସ୍ୱଭାବ ସୁନ୍ଦର ଏହି ଝିଅଟି ଅଦୂରରେ ଦେଖୁଥାଏ ଯେଉଁ ଐଶ୍ୱର୍ଯ୍ୟ ଜଣକ ପିଜୁଳି ପକାଉଛନ୍ତି। ସମସ୍ତେ ମାଡ଼ଗୋଡ଼ ହୋଇ ଗୋଟଉଥାନ୍ତି। ଇଏ କିଛି ପିଜୁଳି ସାଇତିକି ରଖିଥାଏ। ସମସ୍ତେ ଓହ୍ଲେଇ ଗଲା ପରେ ସେଇ ପିଜୁଳି ଯାହା ଅକ୍ଷତ ଏବଂ ଖୁବ୍ ସୁସ୍ୱାଦୁ ଆକର୍ଷଣୀୟ ତା ନୀଳ ଅଞ୍ଚଳ ପିନ୍ଧା ଶାଢ଼ୀ ଭିତରେ ଲୁଚେଇକି ରଖିଲା ଏବଂ ତାକୁ ଧୀରେ ଆସି ଏଇ କିଶୋର ବାଳକଙ୍କୁ ଦେଲା। ତୁମେ ଏତେ ପିଜୁଳି ପାଇଛ, ସମସ୍ତଙ୍କୁ ଦେଲ। ମୁଁ ଭାବିଲି ତୁମ ପାଖରେ ତୁମେ ତ କିଛି ଖାଇନ, ତେଣୁ ଏଇ ନିଅ। ନିଜର ଆଞ୍ଜୁଳା କରି ସମସ୍ତ ପିଜୁଳି ଦେଲେ। ବାଳକ ଅନୁକୂଳ ଚନ୍ଦ୍ର କହିଲେ, ନା ମୁଁ ଗଛରେ ଚଢ଼ିକି ଅନେକ ଖାଇଛି, ତୁମେ ନିଅ। ନା ନା ମୁଁ ଦଉଛି, ତମେ ନିଅ। ସମ୍ପୂର୍ଣ୍ଣ ଭାବରେ ସେ ତାଙ୍କୁ ସେଇତକ ସେ ପିଜୁଳି ଦେଲେ। ସତେ ଯେମିତି ଯୁଗ ଯୁଗନ୍ତର ଗୋଟେ ଚିହ୍ନା ଗନ୍ଧ। ସେ ଚାହିଁ ରହିଲେ, କିଏ ଏଇ ଝିଅଟି? ମନ ଭିତରେ ଜାଗି ଉଠିଲା। ଥରେ ଦେଖା ହେଇଥିଲା ଚୌଧୁରୀ ହିମାୟତପୁର ଚୌଧୁରୀ ଘରକୁ ଆସିଲା ବେଳେ ଅନ୍ନପ୍ରାଶନ ସମୟରେ ତା ମା ସାଙ୍ଗରେ। ଏଇ ଥିଲା ତାଙ୍କର ବାଲ୍ୟକାଳ କଥା। କିନ୍ତୁ ବାଳକ ଅନୁକୂଳ ଚନ୍ଦ୍ରଙ୍କର ପାଠ ପଢ଼ାରେ ସେ ସମୟରେ ଯେଉଁ ନୀତି ଶିକ୍ଷା ଦିଆଯାଉଥିଲା ସେଥିରେ ଗୋଟିଏ କଥା ତାଙ୍କର ମନେ ପଡ଼ିଗଲା ଯେ ଏତେ ସୌମ୍ୟ ନମ୍ର ଅଥଚ ଏତେ କଳ ବୟସରେ ଏତେ ଗୁଣର ଅଧିକାରୀ ଏ ଟିକି ଝିଅଟି ହେଇପାରିବ କିପରି? ସେଦିନ ତାଙ୍କର ସଂସ୍କୃତ ଶିକ୍ଷକ କହୁଥିଲେ, ଶରୀରସ୍ୟ ଗୁଣାନାଞ୍ଚୁ ଦୂରମତ୍ୟନ୍ତମନ୍ତରମ୍ ଶରୀରକ୍ଷଣ ବିଧ୍ୱଂସୀ କଳ୍ପାନ୍ତୋ ସ୍ଥାୟିତେ ଗୁଣ। ଶରୀର ଆଉ ଗୁଣ ଭିତରେ ବହୁତ ତଫାତ ରହିଛି। ଶରୀର ଭିତରେ ଗୁଣ ରହିଥିଲେ ମଧ୍ୟ ଶରୀର ପରିବର୍ତ୍ତନ ହୁଏ, ଶରୀର ନଷ୍ଟ ହୋଇଯାଏ, କିନ୍ତୁ ସଦ୍ଗୁଣ କଳ୍ପାନ୍ତରରେ ସ୍ଥାୟୀ ହେଇକି ରହିବ। ଏଇ କଥା ଭାଇ ସେ କହୁଛନ୍ତି। ମନେ ପଡ଼ିଗଲା ତାଙ୍କର ମା ଆଈ ମା କୃଷ୍ଣ ସୁନ୍ଦରୀଙ୍କ କଥା। ପାବନା ସ୍କୁଲରେ ଅଷ୍ଟମ ଉତ୍ତୀର୍ଣ୍ଣ ହେଇଛନ୍ତି ବାଳକ ଅନୁକୂଳ ଚନ୍ଦ୍ର। ଖୁସିରେ କୃଷ୍ଣ ସୁନ୍ଦରୀ ଜେଜେମା କହିଲେ, ପାସ୍ କରିଛୁ, ପଣ୍ଡିତ ହେଇଛୁ, ଆଉ କ'ଣ? ବର୍ତ୍ତମାନ ଗୋଟିଏ ବୋହୂ ଘରକୁ ଆଣିଲେ ହେଇଗଲା। ଆଈ ଆଉ ନାତି ଉଭୟଙ୍କ ଭିତରରେ ଏଇ କଥା। କିନ୍ତୁ ନିତ୍ୟ ଚେତନାର ଅଚ୍ୟୁତ ଝିଏ ପରିତ୍ରାଣାୟ ଯୁଗୋଦ୍ଧାରେ ତସ୍ୟ ଦେହି ଭାବାନ ଭବେ। ଯୁଗ ଉଦ୍ଧାରରେ ଦେହ ଧାରଣ କରିବା ପାଇଁ, ଲୋକଙ୍କ ଭିତରେ ଚେତନାର ଚୈତ୍ୟ ଜାଗ୍ରତ କରିବା ପାଇଁ, ପ୍ରତିକୂଳତା ଭିତରେ ଅନୁକୂଳର ଚଳନ ସଂଜ୍ଞା ସୃଷ୍ଟି କରିବା ପାଇଁ ତ ତାଙ୍କର ମତ୍ୟାବତରଣ। ଆଈମାର ପରିହାସରେ ଅନନ୍ତ ବାତ୍ସଲ୍ୟତାର ସ୍ପର୍ଶରେ ଲାଜରେ ଝାଉଁଳି ପଡ଼ିଲେ ବାଳକ। କୈଶୋର ସାଥୀଙ୍କ ଗହଣରେ ନିଜେ ଲେଖିଛନ୍ତି ନାଟକଟିଏ। ଏବେ ଏତେ ଅଳ୍ପ ବୟସର ବାଳକ, ଅଷ୍ଟମ ଶ୍ରେଣୀରେ ସେ ଲେଖିଛନ୍ତି ନାଟକ। ନାଁଟି ତାର ଦେବଯାନୀ। କ୍ଷୁଦ୍ର ହେଲେ ମଧ୍ୟ ଏହା ହିଁ ତାଙ୍କର। ଏବଂ ସେ ଖାଲି ଲେଖି ନାହାନ୍ତି, ସେ ନାଟକର
ନିଜେ ଅଭିନେତା ହେଇଛନ୍ତି। ସତତ ଏ ବିଶ୍ୱ ରଙ୍ଗମଞ୍ଚର ଭବସାଗରର ଅଭିନେତା ଯଦି ଶ୍ରେଷ୍ଠ ଭାବରେ ଅଭିନୀତ ନ କରିବ, ମଣିଷ ଅଭିନୟର ମାଧୁର୍ଯ୍ୟ ଭିତରେ ହଜିବ କେମିତି? ସଂସାରର ସୁଷମା ଭରା ମଞ୍ଜୁଳତାକୁ ଉପଭୋଗ କରିବ କିପରି? ସେଦିନ କିନ୍ତୁ କିଏ ଜାଣିଥିଲା ଏଇସବୁ ମାନବ ଦେହରେ ତାଙ୍କର ବାଲ୍ୟ କୈଶୋରର ସ୍ମୃତି ରହିଲା ବୋଲି? ପାଖରେ ଚୌଧୁରୀ ଘର ଝିଅଟି ମଝିରେ ମଝିରେ ଆସେ, ଦେଖା ହୁଏ କିଶୋରଙ୍କ ସାଙ୍ଗରେ। ବାହାରେ ତାର ଶାନ୍ତ ବିନୟୀ ମଧୁର ଯୁଗ ଯୁଗାନ୍ତର ଚିହ୍ନା ଭଳି ତାଙ୍କୁ ମନେ ପଡ଼େ। ନ ପଡ଼ିବ କେମିତି? କାରଣ ମଣିଷର ଚେତନା ହଜିଯାଏ। ସେ କିନ୍ତୁ ପରା ସଚିଦାନନ୍ଦ ବିଗ୍ରହ, ନିତ୍ୟ ଚେତନର ଆଧାର, ଜଣେ ପରମ ପୁରୁଷ ଆଉ ଜଣେ ପରମା ପ୍ରକୃତି। ସେଇଥିପାଇଁ ସେଦିନ ସେ ଝିଅଟିର ସେଇ ଧୀର ମନ୍ଦ ସ୍ୱର ଅଥଚ ଅନୁକ୍ତ ସ୍ୱରରେ ତାର କଥା କେଇ ପଦ ଯୁବକଙ୍କ ପ୍ରାଣ ଭିତରେ, କିଶୋର ବାଳକ ଅନୁକୂଳ ଚନ୍ଦ୍ରଙ୍କ ପ୍ରାଣ ଭିତରେ ସ୍ୱର ଝଙ୍କାର ଛୁଟିଲା, ସୃଷ୍ଟି କଲା। ତାଙ୍କ ସ୍କୁଲରେ ପଢ଼ା ହେଉଥିଲା ସେତେବେଳେ ନୀତି ଶ୍ଲୋକ ସବୁ। ସଂସ୍କୃତର ସେଇ ଶ୍ଲୋକଟି ମନେ ପଡ଼ିଗଲା। କୋକିଳାଂ ମାନାଂ ସ୍ୱରଂ ରୂପଂ ନାରୀ ରୂପଂ ପତିବ୍ରତା ବିଦ୍ୟା ରୂପଂ କୁରୁପାଣଂ କ୍ଷମା ରୂପଂ ତପସ୍ୱିନୀ। ବିଶ୍ୱ ଯୋଗେଶ୍ୱର ସେ ତପସ୍ୱୀ, ଆଉ ଯୋଗେଶ୍ୱରଙ୍କର ମାତୃମୂର୍ତ୍ତି ହେଲେ ତପସ୍ୱିନୀ ମୂର୍ତ୍ତି କିଶୋରୀ ବାଳିକା ଫଟକି। ବାଳକ ବାଳିକା ଜୀବନର ଏଇ ମାନବୀୟ ଲୀଳାର ଭିତରେ ଅନ୍ତ ପ୍ରାଣ ଚେତନା ହେଉଛି କ'ଣ? ଯେ ସିଏ ସଂସାରରେ ଆଚରଣ ସିଦ୍ଧ ବ୍ୟକ୍ତିତ୍ୱ ହୋଇ ଦେଖେଇ ଦେଇ ଆସିବେ। ତାଙ୍କୁ ତ କୁହାଯାଏ ଆଦର୍ଶ। ଦର୍ପଣ ଭିତରେ ଯେମିତି ପ୍ରତିବିମ୍ବ ଦେଖାଯାଏ, ଯେଉଁ କୈଶୋର ଜୀବନର ଲୀଳା ଭିତରେ ଦେଇ ମାନବୀୟ ଜୀବନର ସମସ୍ତ ମଧୁରିମା ଭିତରେ, ଜଡ଼ତା ଭିତରେ ଏକ ଦିବ୍ୟତାର ପରିପ୍ରକାଶ ଏଇ କିଶୋର କିଶୋରୀ ଦୁଇ ଜଣଙ୍କ ଭିତରେ ଥିଲା। ଝିଅଟି ପାବନା ସହର, ସେ ସମୟରେ ପାବନା ସହର ଗୋଟେ ବଡ଼ ସହର, ଆଉ ସେ ସହରର ସିଏ ଚାଲି ଯାଉଥିଲା ବେଳେ ଠାକୁର ତାକୁ ନିର୍ନିମେଷ ନୟନରେ ଚାହିଁ ରହିଥାନ୍ତି। କିନ୍ତୁ ଲୀଳା କେମିତି ହବ? ଦୁଇ ବେ ଲୀଳା ବିଦ୍ୟତେ, ସେ ଇଚ୍ଛା କରି ତ ଦୁଇ ରୂପରେ ପ୍ରକାଶିତ ହୋଇଛନ୍ତି। ଗୋଟିଏ ହେଉଛି ତାଙ୍କର ପୁରୁଷ ରୂପ, ଅନ୍ୟଟି ତାଙ୍କର ନାରୀ ରୂପ। ଚୌଧୁରୀ ଘରର ଅନ୍ନପ୍ରାଶନ ସମୟରେ ଦେଖାଇଥିବା ସହଜ ଭାବରେ ଆସି ପିଜୁଳି ସେଦିନ ସେ ଦେଇଥିଲା। ସେଦିନ ଚୌଧୁରୀ ପରିବାର ଅନ୍ନପ୍ରାଶନ ନିମନ୍ତ୍ରଣ ପାଇଁ ମଧ୍ୟ ମାଙ୍କ ସାଙ୍ଗରେ ଆସିଥିଲେ। ତ୍ରିନୟନୀ ଦେବୀଙ୍କର ମାମୁଁ ଘର ହେଉଛି ହରସୁନ୍ଦର ରାୟ। ତାଙ୍କ ଝିଅର ବିବାହର ଦେଇଛନ୍ତି ହିମାୟତପୁର ଚୌଧୁରୀ ପରିବାର। ପାଖରେ ରାମେନ୍ଦ୍ର ଚୌଧୁରୀଙ୍କର ଆଉ ରାମେନ୍ଦ୍ର ନାରାୟଣଙ୍କର ସ୍ତ୍ରୀ କୃଷ୍ଣ ସୁନ୍ଦରୀ। କୃଷ୍ଣ ସୁନ୍ଦରୀ ତ୍ରିନୟନୀଙ୍କର ବଡ଼ ଝିଅ। ଷୋଡ଼ଶୀ ବାଳା ନାଁ ଡାକ ନା ତାର ଫଟକି। ସେଦିନ ଅନ୍ନପ୍ରାଶନ ଉତ୍ସବରେ ହିମାୟତପୁର ଆସିଛନ୍ତି, ପାଖ ଘରକୁ ଡାକି ଆଣିଛନ୍ତି କୃଷ୍ଣ ସୁନ୍ଦରୀ। ଆଉ ବହୁ ମନମୋହିନୀ କୃଷ୍ଣ ସୁନ୍ଦରୀ କହିଲେ, ନେ ଏମାନଙ୍କୁ ଖାଇବାକୁ ଦେ। ପାଖରେ ଲଜ୍ଜାବତୀ ସରସୀ ବାଳା ବାଳିକା। କିଏ ଜାଣିଥିଲା ଦୁଇ ମହାପ୍ରାଣର କୈଶୋର ସ୍ମୃତି ମଧୁରିମା ବାସ୍ତବ ଜୀବନରେ ପରବର୍ତ୍ତୀ କାଳରେ ପୁରୁଷୋତ୍ତମର ଲୀଳାବିଳାସିନୀ ଖାଲି ନୁହେଁ, ପରମା ପ୍ରକୃତି ପୁରୁଷୋତ୍ତମର ପରିପୂରିକା ଶକ୍ତି ହୋଇ ଭାବ ବୋଲି। ଏଇ ମହାତପସ୍ୱିନୀ ଆଉ କେହି ନୁହନ୍ତି, ତାଙ୍କର ବାଲ୍ୟ ସ୍ମୃତି। ପୁଣି ବାରମ୍ବାର କିଶୋର ବାଳକଙ୍କୁ ସେତେବେଳେ ମାତ୍ର 14 ବର୍ଷ କିଶୋର ଅନୁକୂଳଙ୍କୁ ଡାକି ମନମୋହନଙ୍କୁ ନିର୍ଦ୍ଦେଶ ଦେଲେ, କୃଷ୍ଣ ସୁନ୍ଦରୀ ଯା ଏଇ ଝିଅଟି ପାଖରେ ତାକୁ ବସେଇ ଦେ ଖାଇବାକୁ। ତାକୁ କିଶୋର ଅନୁକୂଳ ଚନ୍ଦ୍ର କିଶୋରୀର କୁନି ମୁହଁରେ ଲାଜ ଲଜ୍ଜାବତ ହୋଇଗଲା। ଲଜ୍ଜାବତୀ ସେ ତଳକୁ ମୁହଁ ପୋତି ଦେଲେ। ଶ୍ରୁତିର ରସିକତା ଦିନେ ସତ ହେଲା।
लज्जावती लक्ष्मी की आसवाकू है सप्ता ब्रह्म नारायण के संगे संसार करने को ठाकुर उठी पड़ी कहले मु झील पिला संगे खाइबी नहीं कही जेते बेले दुआर मुह को उठी जाती आई माँ कहले र देखुची तोर मजा यारी संगे ही तोर विवाह करी आपको ही बहु करके आनिबी शास्त्र रे अच्छी पूर्व जन्म निजा कन्या पूर्व जन्म निजा विद्या पूर्व जन्म निजा भाग्य अग्र भावती धावती जन्म जन्मांतर विधाता पुरुष जिते मानवीय तनु धरी धारण करती मानवीय लीलार समस्त सीमाबद्धता भितर प्रकटित होता है गोटे मानव रूप से यह ही मानव जीवार मोहक से दिन से कथा शुणी सबु अवस्था मन थाए से शास्त्रीय कथा कथार अच्छी दुर्लभं प्राकृत मित्रम दुर्लभं क्षेमकृत सुत दुर्लभं सादृशी वाद्या दुर्लभं स्वजन प्रिय ये केवल पुरुषोत्तम जीवन में संभव होता है बंधु बोली गोटे बंधु पाइबा किए जानी से दिन अनंत महाराज किशोरी मोहन सतीश गोसाई भली लीला पार्षद सादृश मित्र मान से पाइबे दुर्लभं क्षमकृत पुत्र पितार इच्छा को पूरण करने परवर्ती अवस्था पाव पुरुष ही जन्म ने ज्येष्ठात्मज आज अगणित कोटि जनता विश्वाचार्य श्री श्री बड्डा आ दुर्लभं सादृशी भार्या मनोवृत्त्यानुसारिणी भार्या किए हम परमा प्रकृति परम पुरुष न दाम्पत्य जीवन समस्त लालित्य फुटी उठे तो यही कथा परवर्ती अवस्था भितर स्वाभाविक से स्वाभाविक प्राकृतिक बंधुत्वर मित्र पुत्र आज्ञा पालनकारी हितकारी क्षमकृत एवं पुओ आ भाज्या आ परिवार रे प्रियतम बंधु स्वजन समस्त नहीं सृष्टि है संसार रे पुरुषोत्तम संसार लीला मानुषिक समस्त आ भितर अनेक घात प्रतिघात आसी क्लेश कर्म विपाक को आसी किंतु अपरामृष्ट सी कारण से ईश्वर पतंजल दर्शन से कर्म क्लेश विपाक अपरामृष्ट विशेष पुरुष स एव ईश्वर ईश्वर सत्ता परम वैष्णवी शक्ति परमा प्रकृति वैष्णवी लक्ष्मी मां को नहीं तार जीवन धारण ये कथार प्रातुक्यता को न बढ़ई सांगे दाम्पत्य जीवन मूल कथा कौन ठाकुर निजे करई दे एत कथा कहबार तात्पर्य आम मैंने जिते दीक्षा नहीं एवं ठाकुर से समय थिले आसाम किसी कर्मी खूब उद्दाम भाव चली आम रीतिक आमको से चिन्ह दिखती आसाम से समय खूब जोरे काम आरंभ होता है 72-74 मसीहार समय कथा अचिंता बयस से यौवन उद्दीप्त 30-32 वर्षर युवक बड्डा पाखे अधिकांश समय बसती ओडिशा रे आमर से आंदोलन प्राय निथर थाए श्री ठाकुर विश्राम नापर समय नाट्यमंडप बसी आम पचारू अचिंता श्री श्री बर्मा बड्डा कौन कहतु से तरुण बयस से युवक जनक छल छल हो गले आज भी स्मृति मन पड़े आमे शास्त्र पढ़ू देवी सप्तशती पाठ करू देवी प्रपन्नाति हरे प्रसिद्ध प्रसिद्ध मातु जगत खील तमेश्वरी मही विश्वेश्वर तमेश्वर विश्वेश्वरा माँ देवी आरती प्रपन्न को रक्षा करने तुम आगमन अजिता कहले
ଆସାମର ଗହନ ବନ ପ୍ରାନ୍ତର ଭିତରେ ଉଦ୍ଦାମ ଭାବରେ ଆମେ ଲାଗି ସବୁ କାମ କରୁଥିଲୁ, କିନ୍ତୁ ମୋର 2 ଖଣ୍ଡରୁ 3 ଖଣ୍ଡ ଲୁଗା ନଥାଏ ଭାଇ। କହିବୁ କାହାକୁ? ହଠାତ୍ ଦିନେ ମନ ଭିତର ଏଇ ସଂଗୋପନ କଥାଟି ରଖି ଆମେ ବଡ଼ାଙ୍କ ଘର ଆଡ଼କୁ ଯାଉଛୁ। ଜଣେ ପଛରୁ ଆସି ଧକ୍କା ମାରିକି ମତେ କହିଲେ, ତୁମକୁ ବଡ଼ ମା ଡାକୁଛନ୍ତି। ଠାକୁରଙ୍କ ପାଖରେ ଯେତେ ସହଜ ସରଳରେ ଭକ୍ତମାନେ ବସନ୍ତି, ବଡ଼ାଙ୍କ ପାଖରେ ଆଉ ଟିକିଏ ଭକ୍ତିପୂର୍ଣ୍ଣ ସମ୍ଭ୍ରମତା ରଖନ୍ତି। ଆଉ ବଡ଼ ମା ସେ ସ୍ୱୟଂ ବିଶ୍ୱ ପ୍ରକୃତି ଠାକୁରାଣୀ, ଶକ୍ତିର ଜନନୀ। ଭାରି ଗମ୍ଭୀର ଭିତରେ ତାଙ୍କର ଅନୁଶାସନର ବହୁତ ବେଶୀ ଥାଏ। ଭୟ ଲାଗିଲା। ଅଜିତା କହିଲେ, ମୁଁ ଛନକାରେ ଘର ଭିତରକୁ ପଶିଲି। ହଠାତ୍ ଗୋଟିଏ ପରିଚାରିକା ହାତରେ କିଛି ଧୋତି କେତେ ଯୋଡ଼ା ମତେ ଦେଇଦେଲେ। ଯାହାକୁ ଆମେ ଦବା କଥା, ଯେଉଁ ଯିଏ ଆମର ଚିରକାଳରେ ସେବ୍ୟ ହବା କଥା, ଆମ ସେବକଙ୍କୁ ସିଏ ଦଉଛନ୍ତି। ଆମର ଏଇ ମନୋଭାବ ଦେଖିକିରି ବଡ଼ ମା ବାତ୍ସଲ୍ୟପୂର୍ଣ୍ଣ ଧମକା ସୁରରେ କହିଲେ, ନେ ଅଜିତ, ଏଇଟା ତୋ, କେତେ କଷ୍ଟ କରି ତମେ ମାନେ ଠାକୁରଙ୍କର କାମ କରୁଛ, ଏକୁ ନିଅ। ଅଜିତା କହିଲା ବେଳେ ତାଙ୍କ ଆଖି ଆମେ ଦେଖିଛୁ ଛଳ ଛଳ ହେଇଗଲେ। କହିଲେ, ହଁ, ଗିରିଗନ କାନ୍ଥାରେ ତମେ ମାନେ ସବୁ ପିଲା ଗୁଡ଼ାକ କାମ କରିଛ, ନିଅ। ତାପରେ ଛାତିରେ ହାତ ବାଡ଼େଇକି କହିଲେ, ଦେଖନ୍ତୁ ଭାଇ, ଇଷ୍ଟ କର୍ମ କଲେ, ଇଷ୍ଟ ସେବା କଲେ ଏବଂ ନିରାଶ ନିର୍ମମୀ କଲେ, ଆଜି ପର୍ଯ୍ୟନ୍ତ ମୋର ଅନ୍ନ ବସ୍ତ୍ରର ଅଭାବ ହେଇନାହିଁ। ଶାସ୍ତ୍ରରେ ଲକ୍ଷ୍ମୀ କାହାକୁ କହନ୍ତି ମୁଁ ଜାଣିନାହିଁ। ଏଇ ସେଇ ପରମା ଲକ୍ଷ୍ମୀ ଯାହାର ଅଖଣ୍ଡ ଭରସା ମୁଁ ଏବଂ ମୋ ପରିବାର ପାଇଁ ରଖିଛନ୍ତି। ଏ ଗୋଟେ ଗୋଟେ ଛୋଟିଆ ଛୋଟିଆ ସ୍ମୃତି ଭିଜା କଥା, କିନ୍ତୁ ଏଇ ଶକ୍ତି ଲାଭ କରିବା ପାଇଁ କ'ଣ କମ୍ କଷ୍ଟ ସହିବାକୁ ପଡ଼େ? କାରଣ ବଡ଼ ମା ଥିଲେ ତାଙ୍କ ଶ୍ୱଶୁର ଘରର ସବୁଠାରୁ ଆକର୍ଷଣୀୟ ବ୍ୟକ୍ତିତ୍ୱ। ଜଣେ ଯୋଗିନୀର ଜୀବନ, ଗୋଟିଏ ତପସ୍ୱିନୀର ଜୀବନ ହେଉଛି ବଡ଼ ମାଙ୍କର ଜୀବନ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେଦିନ ଭକ୍ତମାନଙ୍କୁ କେତେ ହତାଶ, 2-3 ଜଣ ମା ଆସି କାନ୍ଦି ଉଠିଛନ୍ତି। ତାଙ୍କର ଅସମ୍ପୂର୍ଣ୍ଣ ଦାମ୍ପତ୍ୟ ଜୀବନର ଦୁଃଖ ବ୍ୟଥା ଗାଇଛନ୍ତି। ଆଦରରେ, ସୁହାଗରେ, ଭର୍ଚ୍ଛନାରେ, ଚେତନାରେ ସେ ଦେଖି କହିଲେ, ଏଇ ତୋର ବଡ଼ ବୋଉ କ'ଣ କମ୍ ଗାଳି ସାଇଛି କର୍ତ୍ତା ମାଙ୍କଠୁ? କୃଷ୍ଣ ସୁନ୍ଦରୀ ହେଉଛନ୍ତି କର୍ତ୍ତା ମା। ଠିକ୍ ସେମିତି ଶାଶୁ ଶ୍ୱଶୁର କ'ଣ କହିଲେ ବୋଲି ମନ ଦୁଃଖ ତୁ କରୁଛୁ? ଯା ମା, ଏଇ ଘର ହେଉଛି ତୋର କର୍ମସ୍ଥଳ, ଜନ୍ମସ୍ଥଳ ତୋର ବାପ ଘର। କହିଲେ, ଦେଖ, ବିବାହ ପରେ ପ୍ରଥମେ ବାପ ଘର ପ୍ରତି ଟାଣ ରହିବା ଅସ୍ୱାଭାବିକ ନୁହେଁ। ଏଥିରୁ ବୁଝାଯାଏ ବାପ ଘର ପ୍ରତି ତାର କୃତଜ୍ଞତା ଓ ସ୍ନେହ କ୍ଷମତା ଅଛି। ଏହି ସମ୍ପଦ ଯଦି ନଥାଏ ତେବେ ଶ୍ୱଶୁର ଘରକୁ ଆପଣାର କରି ନେଇପାରେ ନାହିଁ। ତେବେ ଶ୍ୱଶୁର ଘରର ଗୌରବରେ ଯଦି ଗୌରବାନ୍ୱିତ ନ ହେବୁ ଏବଂ ଶ୍ୱଶୁର ଘରକୁ ଯଦି ନିଜ ଘର ବୋଲି ବୋଧ ନ କରି ଶିଖିବ, ସେଇଟି କିନ୍ତୁ ଭଲ ନୁହେଁ। ଏହି ଶିକ୍ଷାଟି କିନ୍ତୁ ବଡ଼ ଜିନିଷ। ଏହିସବୁ ନେଇ ଶ୍ୱଶୁର ଘର ତରଫରୁ ଯେତେ ବୁଝାଇବୁ ପଢ଼େଇବାକୁ ହୁଏ, ସେଥିରେ କିଛି ଯେପରି କିଛି କାମ ହୁଏ ନାହିଁ ଯଦି ସ୍ୱାମୀ ପ୍ରତି, ଶ୍ୱଶୁର ପ୍ରତି, ଶାଶୁ ପ୍ରତି ଅନୁରାଗ ନ ହୁଏ। ଆଉ ତୁମେମାନେ ଏଭଳି ହେବା ଉଚିତ ଏବଂ ସେମାନଙ୍କର ବ୍ୟବହାର ଏପରି ହେବା ଉଚିତ ଯେଉଁଥିରେ କି ବୋହୂଟିର ଶ୍ୱଶୁର କୂଳ ପ୍ରତି ଶ୍ରଦ୍ଧା ଓ ଅନୁରାଗ ବଢ଼େ ଏବଂ ସେ ତାର କୂଳ ସଂସ୍କୃତି ଅନୁଯାୟୀ ଶିକ୍ଷିତ ହୋଇ ଉଠେ। ଆଉ ଝିଅମାନଙ୍କର ବାପଘର ତରଫରୁ ସବୁ ସମୟରେ ଚେଷ୍ଟା କରିବା ଉଚିତ କେଉଁଥିରେ ଝିଅଟି ଶ୍ରଦ୍ଧା ଓ ପ୍ରୀତିର ସଙ୍ଗରେ ଶ୍ୱଶୁର ଘରକୁ ଆପଣାର କରି ନେଇଯାଏ ଏବଂ ସେଠାରେ କୌଣସି ରକମର ପ୍ରତିକୂଳତା ରହିଲେ ବି ସହ୍ୟ, ଧୈର୍ଯ୍ୟ, ଅଧ୍ୟବସାୟ ସହକାରେ
ତାହା ମାନିଲେ। ଶ୍ୱଶୁର ଘରର ଶାସନ ଯେଉଁ ଝିଅ ଶ୍ରଦ୍ଧାର ସହ ଗ୍ରହଣ କରି ଆତ୍ମନିୟନ୍ତ୍ରଣ କରେ ନାହିଁ ସେ ଲକ୍ଷ୍ମୀ ବୋହୂ ହୋଇପାରେ ନାହିଁ। କଷ୍ଟ ଓ ପରୀକ୍ଷାର ଭିତରେ ଦେଇ ସେମାନେ ଉଡ଼ି ବୁଲନ୍ତି। ସେଇମାନେ କି କିନ୍ତୁ କାଳେ କାଳେ ସଂସାରର ସାମଗ୍ରୀ ହୋଇ ଉଠନ୍ତି। ଏଇ ଯେମିତି ତୋର ବଡ଼ ବୋଉ। ଠାକୁର ଆବେଗ ଭଳି ସେଦିନ କହିଲେ, ଏଇ ବଡ଼ ବୋଉ କଥା କହୁଛୁ ତ? ମୁଁ ତମେ ମାନେ ତୁମର ଦୁଃଖ ଦୁର୍ଦ୍ଦଶାର ଭିତରେ ଦେଇ ମୋ ପାଖକୁ ଆସୁଛ, ଆଉ ମୋ ଭିତରର ଦୁଃଖ ଦୁର୍ଦ୍ଦଶାକୁ ପ୍ରଶମିତ କରିଛି ତମ ବଡ଼ ବୋଉ। ଜାଣିଛ ସେଦିନ ଯେତେବେଳେ ଠାକୁରଙ୍କର ଶାଶୁ ଚାଲିଗଲେ, ଠାକୁର ସେତେବେଳେ ଅଥୟ ହେଇ ଉଠିଲେ। ବଡ଼ମା କିନ୍ତୁ ଆବେଗର ଭାବରେ ଧୈର୍ଯ୍ୟର ସହିତ ସବୁ ସହିଲେ। କିନ୍ତୁ ଯେତେବେଳେ ଆସି ଦେଖିଲେ ଠାକୁରଙ୍କ ଆଖି ଲୁହ ଛଳ ଛଳ, ମାନବୀୟ ଦାମ୍ପତ୍ୟ ଜୀବନରେ ଏକ ଜୀବନ୍ତ ପ୍ରେରଣା ପୁରୁଷୋତ୍ତମର ଜୀବନ। ଶ୍ରଦ୍ଧା ସୁହାଗ ମଞ୍ଜିତ କଣ୍ଠରେ ଉତ୍ସାହ ଅନୁରାଗ ଭରା ଭାବରେ କହିଲେ, ଦାମ୍ପତ୍ୟ ପରମା ପ୍ରକୃତି, ୟା ଭିତରେ ଐଶ୍ୱର୍ଯ୍ୟ କେତେ ଅଛି? ପାଠକ ମାନେ ଆଜିକାଲିର ଉତ୍ତରଦାୟିତ ଶିଷ୍ୟ ସନ୍ତାନ ମାନେ ତାଙ୍କ ଅନ୍ତଃଚେତନାରେ ବୁଝି ନିଅନ୍ତୁ। ବଡ଼ ବୋଉଙ୍କର ଭାଷା ଥିଲା, ତୁମେ ଏତେ ଅଧୈର୍ଯ୍ୟ ହେଉଛ? କାହା ଘରେ କ'ଣ ବୁଢ଼ା ଶାଶୁ ଶ୍ୱଶୁର ନଥାନ୍ତି? ଆଉ ସେମାନେ ନିଶ୍ଚିତ ଦିନେ ଯିବେ, ଏଥିରେ ଏତେ ଅଧୈର୍ଯ୍ୟ ହେଲେ କ'ଣ ହବ? ଏଇ ଥିଲା ଏକ ମାନବୀୟ ବିଶ୍ୱ ମାତୃତ୍ୱର ସ୍ନେହ ଭିଜା ଉତ୍ସାହପୂର୍ଣ୍ଣ ସମ୍ବେଦନା। এই কথারে তত্ত্ব কেতে আছে বুঝা যায় নাই, কিন্তু বিশ্ব প্রাণকু উৎসর মূর্তি যে পুরুষোত্তম তার প্রেরণার মূর্তি দায়িনী থিলে শ্রী শ্রী বড়মা। এই হেলা মাতৃত্বর পুণ্য চিন্তনর ধারা স্বাভাবিক ভাবে। ସେଥିପାଇଁ ଶାସ୍ତ୍ର କହିଛି, ପରମା ପ୍ରକୃତି ତୁଂ ଦେବୀ ବିଶ୍ୱ ଚରାଚରସ୍ୟ ଅଜ ଶାଶ୍ୱତଂ ସର୍ବଶକ୍ତି ଧାତ୍ରୀ ପରମ ବୈଷ୍ଣବୀ ବିଶ୍ୱମୂର୍ତ୍ତି ତ୍ୱଂ ମାଂ ପ୍ରପଦ୍ୟେ ତ୍ରାହି ମାଂ ସଂସାର। ମା ଦେବୀ ଜଗଜ୍ଜନନୀ, এই ভবসাগর তারণ କରିବା ପାଇଁ ତୁମେ ହେଉଛ ବିଶ୍ୱ ଚରାଚରର একমাত্র উৎসার আশ্রধাত্রী। তুমি ହେଉଛ ଜଗତର ପରମ ତ୍ରାତା ଉଚ୍ଚ। ଆସନ୍ତୁ ମାତୃଚିନ୍ତନର ଚତୁର୍ଥ ଅଧ୍ୟାୟରେ ଆଜି ତାଙ୍କର ଶ୍ରୀପାଦ ପଦ୍ମତଳେ ପ୍ରଣାମ ଜଣାଇ ଗାଇ ଉଠିବା ତାଙ୍କ ପାଦ ତଳେ। ସର୍ବଭୀତି ନାଶିନୀ ଚ ବିଶ୍ୱମାତୃ ସ୍ୱରୂପିଣୀ ସର୍ବତାପହାରିଣୀ ବିଶ୍ୱକ୍ଲେଶ ନିବାରିଣୀ দুঃখ ফেন নিবাতনুম পুরুষোত্তম বল্লভে রাম গোপাল নন্দিনী সরসী দেবী ত্বং প্রপদ্যে মা সরসী সর্বভাতি নাশিনী সর্ববিশ্বর বিনাশকারিণী মাতৃশক্তির উপরে পুরো পুরুষোত্তমর পরমা শক্তি যোগ মায়ার উপরে ଏକ ମର୍ତ୍ତ୍ୟତନୁ ଧାରଣ କରି ଜୀବନର ସମସ୍ତ ଦୁଃଖ ସୁଖକୁ ଆପଣେଇ ନେଇ ଅନାୟାସରେ ବିଶ୍ୱ ଜନ ଚେତନାରେ ମାତୃ ଭିତରେ ଶକ୍ତି ସଞ୍ଚାରିତ କରିବା ପାଇଁ ସିନା ତୁମର ଅପୂର୍ବ ରୂପ ମା। ଆପଣଙ୍କର ଶ୍ରୀପାଦ ପଦ୍ମତଳେ ଆଜି ଆପଣଙ୍କର ଜନ୍ମ ମାସରେ କୋଟି କୋଟି ପ୍ରଣାମ ମା। ପ୍ରତିଟି ମାତୃ ହୃଦୟ ଭିତରେ ଆପଣଙ୍କ ପରି ଶ୍ରଦ୍ଧା ବାତ୍ସଲ୍ୟ ମମତାର ক্ষীরোদ সমুদ্র ঢাଳି ସମସ୍ତଙ୍କ ପ୍ରାଣକୁ ଆଦ୍ରୀଭୂତ କରନ୍ତୁ। ଆଜି ଏତିକି ପ୍ରାର୍ଥନା, ଏତିକି ଅଳି ଇତି ଆତ୍ରେ।